ହ୍ୟାଲୋ ଗାଇସ୍, ଆଜି ଆମେ ସବୁ ଦିଦିମାନେ ଏକାଠି ହୋଇଛୁ କାରଣ ଆଜି ଆମର ଜଣେ ଦିଦିଙ୍କର ଫେରୱେଲ୍ ଫଙ୍କସନ୍ ଅଛି। ସେ ଡିସେମ୍ବର 31 ତାରିଖରେ ଆମ ଚାକିରିରୁ ଅବସର ଗ୍ରହଣ କଲେ। ତାଙ୍କୁ ଆଜି ଆମେ ଫେରୱେଲ୍ ଦେଉଛୁ ସବୁ ୱାର୍କର ହେଲ୍ପର ମାନେ ମିଶିକି। ଆମର ଖରିଆଭାଲ ଆର୍ଟର ଗାନ୍ଧାରୀ ଦିଦିଙ୍କୁ ଆମେ ଫେରୱେଲ୍ ଦେବୁ ଆଜି। ଦୁଃଖ ସୁଖ ମିଳନ ବିଛହ ସବୁ ତ ଲାଗି ରହିଛି। ଯିଏ ଆସିଛି ସେ ଯିବ ନିଶ୍ଚୟ ତାର କର୍ମକ୍ଷେତ୍ରର କର୍ମ ଶେଷ କରି। ଚାଲନ୍ତୁ ତାଙ୍କୁ ବିଦାୟ ଦେବା। ଏ ହେଉଛନ୍ତି ଆମର ଗାନ୍ଧାରୀ ଦିଦି, ତାଙ୍କୁ ଆମର ସୁକାନ୍ତି ଦିଦି ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଉଛନ୍ତି। ତାଙ୍କୁ ବିଦାୟ ଦେବା ଆମ ପାଇଁ ବହୁତ କଷ୍ଟ। ଏତେ ଦିନ ସେ ଆମ ସାଙ୍ଗରେ ଥିଲେ। ଆଉ ଏ ହେଉଛନ୍ତି ଆମର ସୀତା ଦିଦି, ଯିଏକି ତାଙ୍କୁ ଗିଫ୍ଟ ଦେଉଛନ୍ତି ଆଉ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି। ଆଉ ଦୁଃଖ କଷ୍ଟ ସବୁ ଲାଗି ରହିଛି। ଦିଦି ଆମ ଗହଳରେ ଆଉ ନଥିବେ। ଆଉ କୌଣସି ମିଟିଂରେ କୌଣସି ଫଙ୍କସନ୍ରେ ସେ ଯୋଗ ଦେବେନି। ହଁ, ଆମେ ଏମିତି ତାଙ୍କୁ ଫ୍ୟାମିଲି ଫଙ୍କସନ୍ ଗୁଡ଼ାକରେ ଡାକିପାରିବୁ, କିନ୍ତୁ ଅଫିସିଆଲି କିଛି କର୍ମରେ ତାଙ୍କୁ ଡାକି ପାରିବୁନି। କାରଣ ମୁଁ 8 ବର୍ଷ ହେଲ୍ପରରେ ଥିଲି। ଆଉ 5 ବର୍ଷ ହେଇଛି ମୁଁ ୱାର୍କର ହେଲି। ମୁଁ ଛାଡ଼ିଦେ ଯେତେବେଳେ ମୁଁ ହେଲ୍ପର ଥିଲି ସେତେବେଳେ ମୁଁ ଛାଡ଼ିଦେବି କହୁଥିଲି, କାହିଁକି ରୋଜଗାର ତ ଥିଲା ନା, ସେଥିପାଇଁ ମୁଁ ଛାଡ଼ିବା ଅବସ୍ଥାରେ ଥିଲି। ଆଉ ପିଲାକୁ କହୁଥିଲି ମୁଁ ଆପ୍ଲିକେସନ୍ ଦେବାକୁ ଦେବି, ଆପ୍ଲିକେସନ୍ ଦେବାକୁ ଦେବି ଏମିତି କହୁଥିଲି। ତାପରେ ଏଇ ଉର୍ମିଳା ଯୋଉ ମାନେ କୁଆଡ଼େ ଆପ୍ଲାଏ କରିଥିଲା, ତାର ମାନେ ହେଇଗଲା ଚାକିରି, ଛାଡ଼ିଦେଲା। ତାପରେ ଲଳିତା ମ୍ୟାଡ଼ାମ୍ ଥିଲେ, ସେ ମାନେ ପଚାରିଲା ମୋତେ, କହିଲେ କି ଆଉ ତମେ ମାନେ ମେଡ଼ିକାଲ କରିଛ? କହିଲେ ହଁ। କରିବ? କହିଲେ ପରେ ହଁ କହିଲି। ଆଉ ସେ ମାନେ ଟ୍ରେନିଂ ଦେଲେ ମୋତେ। ଦିଦି ତାଙ୍କ ଜୀବନର କର୍ମମୟ ଜୀବନର କେତେ ବର୍ଷ ଚାକିରି କଲେ ସେ ବିଷୟରେ କହୁ କହୁ ନିଜେ ମଧ୍ୟ କାନ୍ଦି ପକେଇଲେ। ଆଉ ଆମମାନଙ୍କୁ ମଧ୍ୟ କନ୍ଦେଇ ଦେଲେ। ଏଟା କଷ୍ଟ ଲାଗୁଛି ସେ ଆମକୁ ଛାଡ଼ିକି ଯାଉଛନ୍ତି। କାରଣ ତାଙ୍କ ସହିତ ସବୁ ମିଟିଂ ସବୁ ଅଙ୍ଗନବାଡ଼ିର ଯାହା ବି ପ୍ରୋଗ୍ରାମ୍ ହୁଏ ଆମ ICDS ଅଫିସରେ ତାଙ୍କ ସହିତ ଦେଖା ସାକ୍ଷାତ, ତାଙ୍କ ସହିତ କଥାବାର୍ତ୍ତା ସବୁ ହେଇଥାଉ ଆମେ। କିନ୍ତୁ ଏବେ ଆଉ ତାହା ହେବନି, କାରଣ ସେ ଆଉ ଅଫିସିଆଲି କୌଣସି ମିଟିଂ ଗୁଡ଼ାକରେ ଯୋଗ ଦେଇପାରିବେ ନାହିଁ। କାରଣ ତାଙ୍କର କର୍ମମୟ ଜୀବନ ଏବେ ଶେଷ ହେଇଛି। ସେ ଯେଉଁଠି ବି ଥାନ୍ତୁ ନା କାହିଁକି ଖୁସିରେ ଥାନ୍ତୁ, ଏତିକି ଆଶା କରୁଛୁ ଆମେ। ତାଙ୍କ ପ୍ରତି ଭଗବାନଙ୍କ ପାଖରେ ଆମର ଏତିକି ନିବେଦନ ବା ପ୍ରାର୍ଥନା କି ତାଙ୍କୁ ସୁଖରେ ତାଙ୍କ ପରିବାର ସହିତ ରଖିଥାନ୍ତୁ। ସେ ଆମ ଉପରେ ଆଶୀର୍ବାଦଟିଏ କରିଥାନ୍ତୁ ସବୁବେଳେ। ଆଉ କଷ୍ଟ ତ ଲାଗୁଛି, କିନ୍ତୁ କ'ଣ କରିବା। ଆଜି ଦିଦି ଯାଉଛନ୍ତି, କାଲି ଆଉ ଅନ୍ୟ ଜଣେ ଦିଦି ଯିବେ, ତାପରେ କାଲି ଆଉ ଜଣେ ଦିଦି ଯିବେ। ଏମିତି ହେଇ କେଉଁ ଦିନ ମୁଁ ବି ଯିବି। ସେମିତି ସମସ୍ତଙ୍କର ସମୟ ଆସିବ ନିଜ କର୍ମକ୍ଷେତ୍ରରୁ ବିଦାୟ ନେବା ପାଇଁ। ହେଲେ ଦିଦିଙ୍କର ଫେରୱେଲ୍ ଫଙ୍କସନ୍ ପାଇଁ ଆମେ ଫେରୱେଲ୍ ଫଙ୍କସନ୍ ସାଙ୍ଗକୁ କିଛି ଖାଦ୍ୟ ବ୍ୟବସ୍ଥା ମଧ୍ୟ କରିଥିଲୁ, ଯେଉଁଟାକି ସମସ୍ତେ ଛୋଟ ଗେଟ୍ ଟୁଗେଦର୍ ଆକାରରେ ନୂଆ ବର୍ଷର ପ୍ରଥମ ଏ ପ୍ରୋଗ୍ରାମ୍ ଆମର ଦୁଃଖର ସହିତ ନୂଆ ବର୍ଷ ସେଲିବ୍ରେସନ୍ କହିଲେ କିଛି ଭୁଲ ହେବ ନାହିଁ। କାରଣ ଯେତେବେଳେ ଜଣେ ବିଦାୟ ନିଏ କଷ୍ଟ ତ ଲାଗେ ନିଶ୍ଚୟ। ଆଉ ଆମ ସବୁ ଦିଦିମାନଙ୍କ ପଟରୁ ଦିଦିଙ୍କୁ ବହୁତ ସ୍ନେହ ଆଉ ଆଦର ସହିତ ଆମେ ତାଙ୍କୁ ବିଦାୟ ଦେଉଛୁ। ଆଉ ଦିଦି ଯେଉଁଠି ବି ଥାନ୍ତୁ ତାଙ୍କ ପରିବାର ସହିତ ଖୁସିରେ ଥାନ୍ତୁ।
ଖାଇବା ବି ବହୁତ ଟେଷ୍ଟି ହେଇଥିଲା। ଭାତ, ଡାଲି, ଖଟା ଆଉ ଚିକେନ୍, ଯିଏ ଚିକେନ୍ ଖାଇଲା ତା ପାଇଁ ଚିକେନ୍ ହେଇଥିଲା, ଆଉ ଯିଏ ଚିକେନ୍ ଖାଇଲାନି ତା ପାଇଁ ଛତୁ ହେଇଥିଲା ସାଧା। ଆଉ ସମସ୍ତେ ବହୁତ ଏନ୍ଜୟ ବି କଲୁ। ଦୁଃଖ ଲାଗିଲା, ଖୁସି ବି ଏନ୍ଜୟ କଲୁ। ସବୁ ମିଶାମିଶି ଆଜି ଆମ ଦିନଟି କଟିଲା। ଆଉ ଭଲ ଲାଗିଲା। ନ୍ୟୁ ଇୟର୍ ପାର୍ଟି ଆଉ ନ୍ୟୁ ଇୟର୍ ସେଲିବ୍ରେସନ୍, ପିକନିକ୍ ତ କୁଆଡ଼େ ଯାଇନୁ ଏଥର। ଏଇଟା ଆମର ନ୍ୟୁ ଇୟର୍ ସେଲିବ୍ରେସନ୍ ଆର୍ ଫେରୱେଲ୍ ଫଙ୍କସନ୍।